କାଲି ଆମ ପୁରୀରେ ଥିଲା ଗଣେଶ ପୂଜା ଭସାଣି। ସେଥିପାଇଁ ଆମେ ଜଲ୍ଦି ଜଲ୍ଦି ରାତିରେ ଖାଇବା ପିଇବା ସାରି ଭସାଣି ଦେଖିବାକୁ ବାହାରି ପଡ଼ୁଥିଲୁ। ଆମେ ଗଲାବେଳକୁ କେତେକ ଠାକୁର ମଣ୍ଡପ ଛାଡ଼ି ଗୁଣ୍ଡିଚା ମନ୍ଦିର ପାଖକୁ ପଳାଇଥିଲେ, ଆଉ କେତେକ ଠାକୁର ଯିବା ପାଇଁ ରେଡ଼ି ହେଉଥିଲେ। ପ୍ରତ୍ୟେକ ଠାକୁର ଲାଇନ୍ ବାଇ ଲାଇନ୍ ଧାଡ଼ିରେ ସଜେଇ ହୋଇ ଠିଆ ହୋଇ ରହିଥିଲେ। ଚାରିଆଡ଼େ ଖାଲି ଧୂପକାଠିର ବାସ୍ନାରେ ମହକୁଥିଲା। ସବୁ ଗଣେଶଙ୍କ ଠାରୁ ଏଇ ବ୍ଲୁ କଲର୍ ଗଣେଶଟି ମୋତେ ବହୁତ ୟୁନିକ୍ ଲାଗୁଥିଲେ। ଏଇ ବଡ଼ ତୋରଣଟିରେ ଥିବା ଗଣେଶ କିନ୍ତୁ ଏପର୍ଯ୍ୟନ୍ତ ରେଡ଼ି ହୋଇନଥିଲେ। ରାସ୍ତା ସାରା ଖାଲି ଡିଜେ ସାଉଣ୍ଡରେ କମ୍ପି ଉଠୁଥିଲା। ଛୋଟ ଛୋଟ ଝିଅମାନେ ଏଠି ରାଧାକୃଷ୍ଣ ବେଶରେ ସଜବାଜ ହୋଇ ଡ୍ୟାନ୍ସ କରୁଥିଲେ। ଆହୁରି ବହୁତ ଗଣେଶ ବାହାରି ନଥିଲେ। ରାସ୍ତାରେ ପୁଅ ପିଲାମାନଙ୍କର ମଲ୍ଲିମେଳା ପକାଇ ଯେଉଁ ଡ୍ୟାନ୍ସ, ବାପରେ ଆଉ କ'ଣ କହିବି। ମୋତେ ସବୁଠାରୁ ବେଶୀ ଭଲ ଲାଗିଲା ଏଇ ପ୍ରୋସେସନଟି, କାରଣ ବଳଦମାନେ ଶଗଡ଼ ଟାଣି ଗଣେଶ ଓ ତାଙ୍କ ମା ପାର୍ବତୀଙ୍କୁ ବିଦାୟ ନିମନ୍ତେ ନେଉଥିଲେ। ଆଉ ଆଗରେ ବଡ଼ ଭାଲୁଟେ ବି ଚାଲି ଚାଲି ଯାଉଥିଲା। ଆଉ ଏଠି ତ ମହାଦେବ, ଶିବ, ମା ପାର୍ବତୀ ଆଉ ଗଣେଶ ସମସ୍ତେ ଥିଲେ। ଏଇ କୁନି ଗଣେଶ ଭାରି କ୍ୟୁଟ୍ ଲାଗୁଥିଲେ। ଏଠାରେ ଲଡ଼ୁ ଆଉ ମିଠା ବି ବଣ୍ଟା ହେଉଥିଲା। ଲୋକମାନେ ଲାଇନରେ ଠିଆ ହୋଇ ଭୋଗ ଆଣିବାକୁ ଯାଉଥିଲେ। ଆଉ ଏଠାରେ କାଳିଆକୁ ବି ଦେଖିଲି, ସେ ବି ଗଣେଶ ବେଶରେ ବୁଲୁଥିଲା। ସବୁ ସରିଲା ପରେ ଏଇ ଛୋଟ ଛୋଟ ଛୁଆଙ୍କର ଷ୍ଟେଜ୍ ଶୋ ପ୍ରୋଗ୍ରାମ୍ ବି ଦେଖିଲୁ। ସବୁ ଦେଖିକି ଘରକୁ ଫେରିଲୁ।